ଭାଇର ଜନ୍ମଦିନ ଏବଂ ଭାଇର ଜନ୍ମଦିନରେ ହାଇଜାକ୍ କରୁଛି ତା ଭାଣିଜୀ। ସେ କହୁଛି ନା ନା କେକ୍ ମୁଁ କାଟିବି। ତେଣୁ ଭାଇ ବି ତାକୁ ଏଲାଉ କରିଦେଉଛି, କହୁଛି ହଉ ଆସ କାଟିବା। ଦେଖନ୍ତୁ ଆମେ କିପରି ସପରିବାର କେକ୍ କାଟୁଛୁ ଏବଂ ତାର ଜନ୍ମଦିନ ପାଳନ କରୁଛୁ। ଯେତେବେଳେ ଖୋଉଥିଲି ସେତେବେଳେ ଭଉଣୀଙ୍କୁ କହିଦେଇଥିଲି ମୋ ଭିଡ଼ିଓଟା ତମେମାନେ କରିଦିଅ, କାହିଁକିନା ମୁଁ ଆଉ ଷ୍ଟାଣ୍ଡ ରଖିନି, ତେଣୁ ମୁଁ ମୋବାଇଲରେ ଡାଇରେକ୍ଟ ହିଁ କରିଥାଏ। ଭଉଣୀମାନେ ଏନ୍ଜୟ ଏତେ କରୁଥିଲେ ଯେ ସେମାନେ କହିଲେ ଆମେ ପାରିବୁନି, ତେଣୁ ମୋ ବଡ଼ ମାଆକୁ ଦେଇଦେଲି। ବଡ଼ ମାଆ କହିଲେ ମୁଁ ଜାଣୁ ହିଁ ନାହିଁ କେମିତି ହେଉଛି। ତାପରେ ମାଆ କହିଲା ମୋତେ ଦେ, ମୁଁ କରିଦେଉଛି। ପ୍ରଥମରୁ ତ କହୁଛି ମୁଁ ଲେଟ୍ରେ ପୋଷ୍ଟ କରୁଛି। ଏହା ହେଉଛି ସରସ୍ୱତୀ ପୂଜାର ପୋଷ୍ଟ। ତ ଭଉଣୀମାନେ ପ୍ରୋଗ୍ରାମ ବି କଲେଣି ପ୍ରଧାନ ପାଟ ବୁଲିଯିବା ପାଇଁ, ଆପଣମାନେ ଭିଡ଼ିଓରେ ଶୁଣିପାରୁଥିବେ। ସମସ୍ତଙ୍କୁ ବାଣ୍ଟି ବାଣ୍ଟି ସେ ଛୁଆଟି ହିଁ ଦଉଛି ମଧ୍ୟ। ଯେମିତି ଆଜି ତାର ବାର୍ଥଡେ, ସେ ସେତିକି ହିଁ ଖୁସି ହେଉଛି। ବଡ଼ ବାପା ଶୋଇଛନ୍ତି, କିନ୍ତୁ ତାଙ୍କ ନାତୁଣୀ ଯାଇକି ତାଙ୍କୁ କ'ଣ କରୁଛି ଦେଖନ୍ତୁ। ଆଉ ବଡ଼ ବାପା କହୁଛନ୍ତି ମୁଁ ପିଟିବି। ସେପଟେ ମୁଁ କହୁଛି ବଡ଼ ବାପା ତୁମ ଗାଲରେ ଲଗେଇଲାଣି। ଏମିତି ଭାବେ ଆମେ ଭାଇର ବାର୍ଥଡେ ସେଲିବ୍ରେଟ୍ କଲୁ। ଦେଖିଲେ ତ ଆମେମାନେ କେତେ ଖୁସିରେ ସେଲିବ୍ରେସନ୍ କଲୁ। ତାପରେ ଦେଖନ୍ତୁ ଆମେ କିପରି ରାଣ୍ଡମ୍ ଫଟୋ ଗୁଡ଼ିକ ଉଠାଉଛୁ। ଆଉ ଫଟୋଗ୍ରାଫର ଅବଭିୟସଲି ମୁଁ, ଆଉ କ'ଣ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍ କରିନେବେ, ସେୟାର କରିନେବେ ଏବଂ ସବସ୍କ୍ରାଇବ୍ କରିନେବେ। ଭାବୁଛି ଆମ ଫ୍ୟାମିଲି ଭିଡ଼ିଓ ଆପଣଙ୍କୁ ଭଲ ଲାଗିବ। ସରସ୍ୱତୀ ପୂଜାଟି ଦିନ ବେଳେ ଚାଲିଗଲା ପୂଜା କରିବାରେ, ତାପରେ ବେଳାରେ ଚାଲିଗଲା ଭାଇର ବାର୍ଥଡେ ସେଲିବ୍ରେସନରେ। ତାପରେ ସନ୍ଧ୍ୟାରେ ତ ଆପଣମାନେ ପ୍ରୋଗ୍ରାମ ଶୁଣି ସାରିଥିଲେ। ପ୍ରୋଗ୍ରାମ ଥିଲା ପ୍ରଧାନ ପାଟ ଯିବା ପାଇଁ। ହଁ, ଏ ପୋଷ୍ଟଟି କରାଯାଇଛି ଦେବଗଡ଼ ଜିଲ୍ଲାରୁ। ତେଣୁ ଦେବଗଡ଼ ଜିଲ୍ଲାର ଗୋଟିଏ ପ୍ରମୁଖ ଜଳପ୍ରପାତ ହେଉଛି ପ୍ରଧାନ ପାଟ ଜଳପ୍ରପାତ। ତେଣୁ ଆମେମାନେ ସନ୍ଧ୍ୟାରେ ଚାଲି ଯାଇଥିଲୁ ପ୍ରଧାନ ପାଟ ବୁଲିବା ପାଇଁ। ଆମର ପରିବାରର ଏ ପୋଷ୍ଟଟି ଆପଣମାନଙ୍କୁ କିପରି ଲାଗିଲା ମେସେଜରେ ମଧ୍ୟ ଜଣାଇବେ। ହେଉ ତାହେଲେ ରହୁଛି, ଶେଷ ପର୍ଯ୍ୟନ୍ତ ମୋ ଭିଡ଼ିଓଟିକୁ ନିଶ୍ଚୟ ଦେଖିବେ। ଧନ୍ୟବାଦ। Please like, share, subscribe.